ଆଜିର ବାକ୍ୟରେ ଆମୋସ ପୁସ୍ତକ ତାର 8 ଅଧ୍ୟାୟ ତାର 11 ଆଉ 12 ପଦ ଅଟେ। ସେଠାରେ ଏ ପ୍ରକାର ଲେଖା ଅଛି, ପ୍ରଭୁ ସଦାପ୍ରଭୁ କହନ୍ତି, ଦେଖ ଯେଉଁ ଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା, ଏପରି ଦିନ ଆସୁଅଛି, ତାହା ଅନ୍ନ କିମ୍ବା ଜଳ ପିପାସାର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ। ଲୋକମାନେ ଏକ ସମୁଦ୍ର ଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଉତ୍ତର ଦିଗରୁ ପୂର୍ବ ଦିଗ ପର୍ଯ୍ୟନ୍ତ ଭ୍ରମଣ କରିବେ। ସେମାନେ ସଦାପ୍ରଭୁଙ୍କର ବାକ୍ୟ ଅନ୍ୱେଷଣ କରିବା ପାଇଁ ଏଣେ ତେଣେ ଦୌଡ଼ିବେ, ଆଉ ତାହା ପାଇବେ ନାହିଁ। ମୁଁ କହିବାକୁ ଚାହେଁ, ଆଜିର ବାକ୍ୟରେ ପ୍ରିୟ ବନ୍ଧୁଗଣ, ଆପଣମାନେ ବାକ୍ୟ ଶୁଣିବାରେ ତତ୍ପର ହୁଅନ୍ତୁ, ଜାଗ୍ରତ ହୁଅନ୍ତୁ। ପ୍ରଭୁ ବହୁତ ସମୟ ଆମମାନଙ୍କୁ ଦେଇଅଛନ୍ତି। ତେବେ ଏହି ସମୟ ମଧ୍ୟରେ ଆମମାନେ ପ୍ରଭୁଙ୍କର ବାକ୍ୟକୁ ଶୁଣିବା, ହୃଦୟରେ ସଞ୍ଚୟ କରି ରଖିବା, ତାହେଲେ ଆମେ ସେହି ଶେଷ ଦିନରେ ଆମେ ତାଙ୍କ ରାଜ୍ୟର ଅଧିକାରୀ ହୋଇପାରିବା। ଯଦି ଆମେ ବାକ୍ୟ ଶୁଣିବା ନାହିଁ, ଆମମାନଙ୍କର ଜୀବନକୁ ସଜାଡ଼ି ପାରିବା ନାହିଁ। ବାକ୍ୟ ଦ୍ୱାରା ଜୀବନ ସଜାଡ଼ି ହୋଇଥାଏ। ଏହି ଜଗତର ଅନ୍ୟ ସବୁ ବିଷୟ ଦ୍ୱାରା ଜୀବନ ସଜାଡ଼ି ହୋଇନପାରେ, କିନ୍ତୁ ବାକ୍ୟ ଦ୍ୱାରା ନିଶ୍ଚିତ ଭାବରେ ମୁଁ 100% ଆପଣମାନଙ୍କୁ କହିପାରିବି ଯେ ବାକ୍ୟ ଦ୍ୱାରା ଆତ୍ମିକ ଜୀବନରେ ଆପଣମାନେ ବୃଦ୍ଧି ହୋଇପାରିବେ ଏବଂ ସେହି ରାଜ୍ୟର ଅଧିକାରୀ ହୋଇପାରିବେ।